ଜଣେ ଡାକ୍ତରଙ୍କର ଚିକିତ୍ସା ଅବହେଳା ଯୋଗୁଁ ଚାଲିଗଲା ମହିଳାଙ୍କର ଜୀବନ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଖନ୍ତାପଡ଼ା ଥାନା ନଶ୍ଚିନ୍ତା ଅଞ୍ଚଳରେ। ନାଶ୍ଚିନ୍ତା ଗ୍ରାମର ସୁନୀଲ କୁମାର ମଲ୍ଲିକଙ୍କ ସ୍ତ୍ରୀ ସଙ୍ଗୀତା ନାଥ 8 ତାରିଖ ସନ୍ଧ୍ୟା ପ୍ରାୟ 7ଟା ସମୟରେ ଅସୁସ୍ଥତା ଅନୁଭବ କରିଥିଲେ। ସେହି ସମୟରେ ସଙ୍ଗୀତାଙ୍କ ସ୍ୱାମୀ ସୁନୀଲ କ'ଣ ହୋଇଛି ବୋଲି ପଚାରିବାରୁ ସଙ୍ଗୀତା ଦେହ ଅସୁସ୍ଥ ଲାଗୁଛି ବୋଲି ସ୍ୱାମୀଙ୍କୁ କହିଥିଲେ। ସ୍ୱାମୀ ସୁନୀଲ ସଙ୍ଗେ ସଙ୍ଗେ ସ୍ତ୍ରୀ ସଙ୍ଗୀତାଙ୍କୁ ନେଇ ସ୍ଥାନୀୟ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇ ଆସିଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ତପନ ପରିଡ଼ାଙ୍କୁ ସେ ଦେଖାଇଥିଲେ। ଡାକ୍ତର ଶ୍ରୀ ପରିଡ଼ା ଦେଖିବା ପରେ ସଙ୍ଗୀତାଙ୍କୁ କିଛି ଟେଷ୍ଟ କରିବା ପାଇଁ କହିଥିଲେ। ଟେଷ୍ଟ ରିପୋର୍ଟ ଆସିବା ପରେ ଡାକ୍ତର ଶ୍ରୀ ପରିଡ଼ା ଆରସିବି ବଢିଛି ଆଉ ସାମାନ୍ୟ ନିମୋନିଆ ରହିଛି ବୋଲି କହିଥିଲେ। ଡାକ୍ତରଙ୍କର କହିବା ଅନୁସାରେ ସ୍ୱାମୀ ସୁନୀଲ ପତ୍ନୀ ସଙ୍ଗୀତାଙ୍କୁ ନେଇ ଖାଇବା ପାଇଁ ମଧ୍ୟ ଯାଇଥିଲେ। ଖାଇ ଆସିବା ପରେ ଡାକ୍ତରଙ୍କ କହିବା ମୁତାବକ ସ୍ୱାମୀ ସୁନୀଲ ମେଡିସିନ ଦୋକାନରୁ କିଛି ମେଡିସିନ ଆଉ ଇଞ୍ଜେକ୍ସନ ଆଣିଥିଲେ। ମେଡିସିନ ଆଉ ଇଞ୍ଜେକ୍ସନ ଆଣିବା ପରେ କାର୍ଯ୍ୟରତ ଡାକ୍ତର ଶ୍ରୀ ପରିଡ଼ା ସୁନୀଲଙ୍କ ପତ୍ନୀ ସଙ୍ଗୀତାଙ୍କ ହାତ ଭେନ୍ରେ ଇଞ୍ଜେକ୍ସନଟି ଦେଇଥିଲେ। ଇଞ୍ଜେକ୍ସନ ଦେବା ପରେ ସଙ୍ଗୀତା ସେଇଠାରେ ଟଳି ପଡ଼ିଥିଲେ ଆଉ କହିଥିଲେ, ମୋର ନିଶ୍ୱାସ ବନ୍ଦ ହୋଇଯାଉଛି, ମୁଁ ଆଉ ନିଶ୍ୱାସ ନେଇପାରୁନି ବୋଲି କହିଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବା ଡାକ୍ତର ଶ୍ରୀ ପରିଡ଼ା ସ୍ୱାମୀ ସୁନୀଲଙ୍କୁ କହିଥିଲେ ଯେ ତମ ସ୍ତ୍ରୀର ଅକ୍ସିଜେନ ଲେବୁଲ କମ୍ ରହିଛି। ସେଠାରୁ ଡାକ୍ତର ସଙ୍ଗୀତାଙ୍କୁ ରେମୁଣା ଫକୀରମୋହନ ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦେଇଥିଲେ। ସେଠାରେ କାର୍ଯ୍ୟରତ ଥିବା ଡାକ୍ତର ସଙ୍ଗୀତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଆଉ ଡାକ୍ତର 40 ମିନିଟ୍ ପୂର୍ବରୁ ସଙ୍ଗୀତାଙ୍କର ମୃତ୍ୟୁ ହୋଇସାରିଛି ବୋଲି ମଧ୍ୟ କହିଥିଲେ। ଡାକ୍ତରଙ୍କର କହିବା କଥା ଶୁଣିବା କ୍ଷଣି ସ୍ୱାମୀ ସୁନୀଲ ଡାକ୍ତରଙ୍କର ଚିକିତ୍ସା ଅବହେଳା ଯୋଗୁଁ ପତ୍ନୀ ସଙ୍ଗୀତାର ମୃତ୍ୟୁ ହୋଇଛି ବୋଲି ଡାକ୍ତରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଖନ୍ତାପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ଖନ୍ତାପଡ଼ା ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଅଧିକ ସୂଚନା ପାଇଁ ଖନ୍ତାପଡ଼ା ପୋଲିସ ତଦନ୍ତ ଜାରି ରଖିଛି। ମୃତ ସଙ୍ଗୀତାଙ୍କର ଏକ ଛୋଟ ସନ୍ତାନ ଅଛି ଏବଂ ସେହି ପାଇଁ ତାଙ୍କ ସ୍ୱାମୀ ସୁନୀଲ କ୍ଷତିପୂରଣ ଦାବି କରିଛନ୍ତି। କାଲି ଘଟଣା ସନ୍ଧ୍ୟା ବେଳେ ମୋ ମିସେସଙ୍କ ଦେହ ଟିକେ ଆଂସିଏଟ ଥଣ୍ଡା ଥିଲା ପରେ ସେ ସନ୍ଧ୍ୟା ମତେ କହିଲେ ମେଡିକାଲ ପଳେଇକି ଥଣ୍ଡାଟା ହେଇଛି ମେଡିସିନ ନେଇ ଆସିବ। ମୁଁ ସନ୍ଧ୍ୟା ବେଳେ ଡ୍ୟୁଟି ସାରି 6:30 ବେଳେ ମୋ ମିସେସଙ୍କୁ ନେଇକି ହସ୍ପିଟାଲ ଗଲି। ଖନ୍ତାପଡ଼ା ସିଏସି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇକି ଗଲା ପରେ ସେଠି ଡକ୍ଟରଙ୍କୁ ଦେଖେଇଲି। ତପନ ପରିଡ଼ା ଥିଲେ ସେ ଇନଚାର୍ଜ ସନ୍ଧ୍ୟାବେଳେ। ସେ ମତେ ଡକ୍ଟର ଦେଖିଲା ପରେ ସେ କହିଲେ ତମେ ଦିଟା ଟେଷ୍ଟ କରି ଆଣ, ଟେଷ୍ଟ ଦଉଛି। ଟେଷ୍ଟ ରିପୋର୍ଟ ମୁଁ ଆଣି ସାରିଲା ପରେ ସେ ମତେ କହିଲେ ଆଂଶିକ ତୁମର ନିମୋନିଆ ଜଣା ପଡୁଛି ଆଉ ତୁମର ଆରବିସି ବଢି ଯାଇଛି। ତ ତୁରନ୍ତ ତମେ ଗୋଟେ କାମ କର, ତାଙ୍କୁ ଖାଇବାକୁ ଦେଇଦିଅ, ଇଞ୍ଜେକ୍ସନ ଦେଇଦେବା। ଆଉ ଇଞ୍ଜେକ୍ସନ ଦେଇ ସାରିଲା ପରେ ଯାହା ହବ ତାପରେ ମେଡିସିନ ଲେଖିବା। ମୁଁ ତାଙ୍କୁ ଖାଇବାକୁ ଦେଇଦେଲି। ଖାଇବାକୁ ଦେଇ ସାରିଲା ପରେ ତୁରନ୍ତ ଇଞ୍ଜେକ୍ସନ ଦେଇଛନ୍ତି। 2 ସେକେଣ୍ଡ ଭିତରେ ତାଙ୍କର ଏ ଡକ୍ଟର ଜାଣି ଶୁଣିକି କରିଛନ୍ତି ସାର୍, ଆଉ କିଛି ନୁହେଁ। ଅଭିଯୋଗ ସାର୍ ମୁଁ ଏଫଆଇଆର ରିପୋର୍ଟ କରିଛି ମେଡିକାଲ ଫାଣ୍ଡିରେ। ସେନ୍ସେସନ ଯାଉଛି ମୋର ଛୋଟିଆ ପୁଅ ଗୋଟେ 6 ବର୍ଷର। ମୋ ଫ୍ୟାମିଲି ବର୍ତ୍ତମାନ ଅସହାୟ ହେଇଯାଇଛି, ଘରେ କେହି ନାହାନ୍ତି। ଡାକ୍ତର ଅବହେଳା ପାଇଁ ସେଟା ହିଁ ସାର୍ ସତ କଥା କହିବାକୁ ଗଲେ ମୋର କମ୍ପେନସନ ମୋ ଛୋଟ ପିଲାଟେ ଗୋଟେ 6 ବର୍ଷର। ଏମିତି ମୁଁ ଶେଷ ମରିଯିବ। ମୁଁ ବୁଲେଟାରେ ଏବେ ନୂଆ ଯୋଗ କାମ କରୁଛି, କଣ କରିପାରିବି ସାର୍ କୁହନ୍ତୁ? ଯଦି ଏମିତି ଅବହେଳା କରିବ ତାହେଲେ କଣ କରାଯିବ? କାହା ପ୍ରୟାସ ଆମେ କରିବା? ଏଥିସହିତ ସଙ୍ଗୀତାଙ୍କ ଭଉଣୀ ମଧ୍ୟ ଡାକ୍ତରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହିତ ଡାକ୍ତରଙ୍କୁ ଆରେଷ୍ଟ ଏବଂ ଡାକ୍ତରଙ୍କର ଲାଇସେନ୍ସ ରଦ୍ଦ କରିବା ପାଇଁ ଦାବି କରିଛନ୍ତି। ତ କାଲି ମୋ ସହିତ କଥା ହେଇଛି, ସନ୍ଧ୍ୟାବେଳେ କଥା ହେଇଛି, ଭଲ କଥା ହେଇଛି, ସକାଳେ ଭଲ କଥା ହେଇଛି। କଥା ହେଲା ପରେ ସେ 6ଟା 6:30 ବେଳେ ଆସିଛି ମେଡିକାଲକୁ ଆସିଲା ପରେ ଆମେ ଫୋନ କଲା ବେଳକୁ ସେମାନେ ଫୋନ କରିକି ଆମକୁ କହିଲେ ଯେ ତା ଦେହ ପୁରା ସିରିୟସ୍। ଆମେ ଜାଣିଲୁ ଯେ ସିରିୟସ୍ ଅଛି। ସିରିୟସ୍ ହେଲା ଆମେ ମେଡିକାଲ ଆମକୁ ରେଫର କରିଛି, ଅଲଗା ମେଡିକାଲକୁ ନେଇକି ଯାଉଛୁ। ତ ସେ ନେଇକି ଆସିଲେ ତାପରେ ଫୋନ କଲେ ଆମକୁ କହିଲେ ଯେ ଡେଥ୍ ହେଇଯାଇଛି। ଏମିତି ଯଦି କରିବେ, ଡକ୍ଟର ଯଦି ଏମିତି କରିବେ, ସିଏ ତ ଆମେ ତାକୁ ଭଗବାନ ବୋଲି ଭାବୁଛୁ। ସିଏ ଯଦି ଏମିତି କରିବେ ତାହେଲେ ଆମେ କାହା ଉପରେ ଭରସା କରିବୁ, କାହାକୁ ବିଶ୍ୱାସ କରିବୁ? ଆଉ ତ ଭଉଣୀ ଚାଲିଗଲା, ଆମେ ଆଉ କଣ କରିବୁ? ଛୋଟ ପିଲାଟେ, 5 ବର୍ଷର ଛୁଆଟେ। ଆମେ ନ୍ୟାୟ ଚାହୁଁଛୁ, ଯେମିତି ଛୁଆଟା, ଛୋଟ ଛୁଆଟା, ତା ପାଇଁ ଆମେ ନ୍ୟାୟ ଚାହୁଁଛୁ। ଆଜ୍ଞା, ଆମେ ଡକ୍ଟର ଉପରେ ଚାହୁଁଛୁ ଯେ ସେ ଡକ୍ଟରକୁ ଆରେଷ୍ଟ କରାଯାଉ, ଲାଇସେନ୍ସ ରଦ୍ଦ କରାଯାଉ, ଆରେଷ୍ଟ କରାଯାଉ ଡକ୍ଟରକୁ। ଜଣକୁ ଯଦି ମାରିପାରିଲା ତାହେଲେ ଅନ୍ୟ ବହୁତ ଲୋକଙ୍କୁ ତ ସେ ମାରିପାରିବ ନା। ଜଣକୁ ମାରିଛି, ଆଜି ଜଣକୁ ମାରିଛି, ଗୋଟେ ଛୋଟ ପିଲା ତା ମାଆକୁ ଛଡେଇ ନେଲା, ତା ଅନ୍ୟ ଲୋକଙ୍କୁ କାହିଁକି ସେ ନ ମାରିପାରିବେ?